ভোট নাই ভোট নাই ভোট নাই রাস্তা নাই তো ভোট নাই ভোট নাই ভোট নাই লাইন নাই তো ভোট নাই ভোট নাই ভোট নাই ଅନ୍ଧାର ଭଳି ନିମାପଡ଼ା ଏନ୍ଏସି ସଂଲଗ୍ନ ଏ ଡେଣୁଅ ପଞ୍ଚାୟତର ସିଙ୍ଗଳାଖି କଲୋନୀ ଲୋକେ ଏବେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଅଭିଯୋଗ ସରକାର 25 ବର୍ଷ ଧରି ସେମାନଙ୍କର ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି। ତେବେ ଏହି ଭୋଟ ବେଳେ ସରକାରଙ୍କୁ ଏକ ସବକ ଶିଖାଇବା ପାଇଁ ଗାଁ ଲୋକେ ସାମୂହିକ ନିଷ୍ପତ୍ତି ନେଇଛନ୍ତି ଭୋଟ ବର୍ଜନ କରିବେ। ତେବେ ଆମ ସହିତ ଅଛନ୍ତି ଏହି କଲୋନୀର ଅଧିବାସୀ ଯେଉଁମାନେ ବାସିନ୍ଦା ଅନେକ ମହିଳା ଅଛନ୍ତି। ଆପଣମାନେ ଦେଖିପାରୁଥିବେ କଲୋନୀର ପ୍ରତ୍ୟେକ ଘରୁ ଜଣେ ଜଣେ ଯେଉଁମାନେ ଘରର ଲୋକ ଆସିଛନ୍ତି ତାଙ୍କ ମୁରବୀ ଆସିଛନ୍ତି ଏଠି ଧାରଣାରେ ବସିଛନ୍ତି ଏବଂ ତାଙ୍କ ପ୍ରତିକ୍ରିୟା ନେବା କ'ଣ କହିବେ କାହିଁକି ଏ ଭୋଟ ବର୍ଜନ ନିଷ୍ପତ୍ତି ଏତେ ବଡ଼ ନିଷ୍ପତ୍ତି କାହିଁକି ବର୍ଜନ ନିଷ୍ପତ୍ତି ହେଉଛି ଆମ କଲୋନୀରେ ରାସ୍ତା ନାହିଁ, ଲାଇନ୍ର ସୁବିଧା ନାହିଁ, ଆଉ ପାଣିର ବି ସୁବିଧା ନାହିଁ। ଯେତେବେଳେ ବର୍ଷା ହେଉଛି ଆମେ ଆଣ୍ଠୁଏ ପାଣିରେ ଯିବାକୁ ପଡୁଛି। ଆମ ପିଲାମାନେ ବି ପାଠ ପଢି ପାରୁନାହାନ୍ତି। ସବୁଦିନ ଆମ ସ୍କୁଲ ଛୁଟି। ଆମେ ଜାଣୁଛୁ ଆମ ରାସ୍ତାର ଅବସ୍ଥା ଏଇଆ, ତେଣୁ ଆମ ପିଲା କ'ଣ କରିବ? ଯାଇପାରିବନି, ସବୁବେଳେ ତ ଯାଇପାରିବନି ନା। ତେଣୁ ବାଧ୍ୟ ହେଇକି ସ୍କୁଲ ଛୁଟି ହେଉଛି, ପିଲାର ପରସେଣ୍ଟ ବି କମି ଯାଉଛି। ଆଉ ପିଲା ମଣିଷ ହବ କେମିତି? ରାସ୍ତାଟା ନିହାତି ଦରକାର। ଆମ ପାଇଁ ରାସ୍ତାଟା ହେଉଛି ମୂଳ ଜିନିଷ। ଆମେ ଯଦି ରାସ୍ତା ପାଇବୁନୁ ତାହେଲେ ଆମେ ଭୋଟ କୋଉଥିପାଇଁ ଦେବୁ? ଯୋଉ ସରକାର ଆସୁଛନ୍ତି ଆମ ପାଖକୁ, କୌଣସି ସରକାର ବି ଆଜି ପର୍ଯ୍ୟନ୍ତ ଆସିନାହାନ୍ତି। ଭୋଟ ପାଖେଇ ଆଇଲାଣି, କୌଣସି ସରକାର ଗୋଟେ ଆସି ଆମକୁ କହୁନାହାନ୍ତି ଯେ ଆମେ ଏଇ ସୁବିଧା ଦେବୁ କି କ'ଣ, ତାର କିଛି ଆଜି ପର୍ଯ୍ୟନ୍ତ ନାହିଁ। ତାହେଲେ ଆମେ କୋଉ ଅଧିକାର ନେଇକି ତାଙ୍କୁ ଭୋଟ ଦେବୁ? ନିଶ୍ଚିତ ଭାବେ ଯାହା ଶୁଣୁଥିଲେ ଯେ ସରକାର ଦଳର କୌଣସି ପ୍ରତିନିଧି ହୁଅନ୍ତୁ ବା କେହି ମଧ୍ୟ ପ୍ରଶାସନିକ ଅଧିକାରୀ ସେମାନଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବା ସେମାନଙ୍କୁ ପ୍ରତିଶ୍ରୁତି ଦେବା ପାଇଁ ମଧ୍ୟ ଆସିନାହାନ୍ତି। କାରଣ ଏଠି ପିଇବା ପାଣିର ସମସ୍ୟା ରହିଛି, ଡ୍ରେନେଜ ସମସ୍ୟା ରହିଛି ଏବଂ ବିଶେଷ କରି ରାସ୍ତାଘାଟର ସମସ୍ୟା ରହିଛି, ଅନେକ ମୌଳିକ ସମସ୍ୟା। ତେଣୁ ଆମ ସହିତ ଆଉ ଜଣେ ଗ୍ରାମବାସୀ ଅଛନ୍ତି, ତାଙ୍କ ପ୍ରତିକ୍ରିୟା ନେବା। କ'ଣ କହିବେ କ'ଣ ଭୋଟ ବର୍ଜନ ଆପଣ କ'ଣ ପାଇଁ ଏତେ ବଡ଼ ଚରମ ନିଷ୍ପତ୍ତି ନେଇଛନ୍ତି? ଆଜ୍ଞା କ'ଣ କହିବୁ, ସବୁ ଅସୁବିଧାର ସମ୍ମୁଖୀନ ଆମେ ଏଇଟା ବାସିନ୍ଦା ହେଉଛୁ। ଯାହାଫଳରେ ଲାଇନ୍ ତ ଛାଡ଼ନ୍ତୁ, ଇଲେକ୍ଟ୍ରିକ୍ ଠିକ୍ ସେ ରହିପାରୁନି। ଆଉ ଟିକେ ବର୍ଷା ହେଇଗଲେ ପାଣି ଏମିତି ଯେ ପିଲା ସ୍କୁଲ ଯାଇପାରୁନାହାନ୍ତି, କଲେଜ ଯାଇପାରୁନାହାନ୍ତି। ଯେଉଁମାନେ ବ୍ୟବସାୟିକ ଲୋକମାନେ ସେମାନେ ବି ଯାଇପାରୁନାହାନ୍ତି। ଗୋଟେ ପେସେଣ୍ଟ ପଡ଼ିଲେ ବି ଆମ୍ବୁଲାନ୍ସ ବି ଠିକ୍ ସେ ଆସିପାରୁନି। ଆଉ କ'ଣ କେଉଁ ଅସୁବିଧାଟା କହିବୁ? ଯେକୌଣସି ରାଜନୀତି ନେତା ମାନେ ଯାହା ହଉ ଯାହାକୁ କହିଲେ ବି ସେମାନେ କର୍ଣ୍ଣପାତ କରୁନାହାନ୍ତି। ଅଭିଯୋଗ ଶୁଣୁଥିଲେ ଯେ କାହାକୁ କହିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ବା ଅଭିଯୋଗ ଶୁଣୁନାହାନ୍ତି। ଆମ ସହିତ ଆଉ ଜଣେ ଗ୍ରାମବାସୀ ଅଛନ୍ତି। କାହିଁକି ଏ ଚରମ ନିଷ୍ପତ୍ତି ଏବଂ ଏ ଯେଉଁ ନିଷ୍ପତ୍ତି କେତେ ବର୍ଷ ଧରି ଆପଣ ଏମାନେ ଏଠି ଅଧିବାସୀ ଭାବେ ବାସ କରୁଛନ୍ତି ଏବଂ କ'ଣ ପ୍ରମୁଖ ସମସ୍ୟା ଏବଂ କାହିଁକି ଆପଣ ଭୋଟ ବର୍ଜନ କରିବେ? ଆଜ୍ଞା 25 ବର୍ଷର ଏ ଗ୍ରାମ ହେଲେ ଆମ ଗ୍ରାମ ଦେବତୀ ପିଙ୍ଗଳାଖି ନାଁ ଦେଖୁଛନ୍ତି ପିଙ୍ଗଳାଖି ଠାକୁରାଣୀ। 4 ମାସ ବର୍ଷା ଯେଉଁ 4 ମାସ 6 ମାସ ଧରିକି ଲୋକ ମାନେ ମନ୍ଦିର ପୂଜା କରିପାରୁନାହାନ୍ତି। ଗୋଟେ ଠାକୁରାଣୀ ଫାଷ୍ଟ ଟାଇମ୍ ଯାହାକି 6 ମାସ ପୂଜା ହେଉନାହାନ୍ତି, ପୂଜାରୁ ବଞ୍ଚିତ ହେଉଛନ୍ତି। ଆଉ ରାସ୍ତା ନାହିଁ, ଡ୍ରେନ୍ ନାହିଁ, ପାଣି ନାହିଁ, ଲାଇନ୍ ନାହିଁ। ଆଜ୍ଞା କେମିତି ଆଜ୍ଞା 2024 ମସିହାରେ ପହଞ୍ଚିଲେ ସ୍ୱାଧୀନରେ ଏତେ ବର୍ଷ ହେଇଗଲେ କିନ୍ତୁ ଆମେ ଯଦି ରାସ୍ତାଘାଟ ଏ ମୌଳିକ ଅଧିକାରରୁ ବଞ୍ଚିତ ହେବୁ ତାହେଲେ ଆମର ଭବିଷ୍ୟତ ଆଜ୍ଞା କ'ଣ? ନିଶ୍ଚିତ ଭାବେ ନିଜ ଭବିଷ୍ୟତକୁ ନେଇ ସେ ସନ୍ଦେହନ ଅଛନ୍ତି। କାରଣ ଯେଉଁଭଳି ଭାବେ ନିମାପଡ଼ା ଏନ୍ଏସିଠୁ ମାତ୍ର 200 ମିଟର ଦୂରରେ ଥିବା ଏହି ପିଙ୍ଗଳାଖି କଲୋନୀବାସୀ ଅନେକ ସମସ୍ୟାରେ ଜର୍ଜରିତ ଅଛନ୍ତି। ଏବେ ନିଜର କ୍ଷୋଭ ପ୍ରକାଶ କରିବା ପାଇଁ ବାଧ୍ୟ ହୋଇ ଏହି ଚରମ ନିଷ୍ପତ୍ତି ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି। ନିମାପଡ଼ାରୁ ସଞ୍ଜୟ ପତି।